हेलो फ्रेंड्स वेलकम टू माय चैनल। तो फार्मासिस्ट पिलाମାନଙ୍କ ପାଇଁ କି ବହୁତ ବଡ଼ ଖୁସି ଖବର ଆପଣମାନଙ୍କ ପାଇଁ କି ଯୋଉଟା କି ଅପଡେଟ୍ ଆପଣମାନଙ୍କୁ ଆସିଛି ନ୍ୟୁଜ୍ ପେପରରେ। ଦେଖନ୍ତୁ ଫାର୍ମାସିଷ୍ଟ ଅଧିକାରୀ ପାଇଁ ଲାଗୁ ହେବ କ୍ୟାଡର ପୁନର୍ଗଠନ। ମାନେ ତାଙ୍କ ଅଛି ସେଟା ଆପଣଙ୍କର ଆଗକୁ ବଢ଼ିବ। ଓକେ, ଯୋଉଟା ଗୋଟେ ବହୁତ ବଡ଼ ଖୁସି ଖବର ଫାର୍ମାସିଷ୍ଟ ପିଲାମାନଙ୍କ ପାଇଁ କି। ଫାର୍ମାସି ଅଧିକାରୀ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଲାଗୁ ହେବ କ୍ୟାଡର ପୁନର୍ଗଠନ। ନୂଆ କ୍ୟାଡର ହିସାବରେ ମୂଳ ପଦ ବୃଦ୍ଧି ହେବା ସହିତ ପଦୋନ୍ନତି ମଧ୍ୟ ମିଳିବ। ଏହି କ୍ଷେତ୍ରରେ ବରିଷ୍ଠ ମୁଖ୍ୟ ଫାର୍ମାସି ଅଧିକାରୀ ସମେତ ଅତିରିକ୍ତ ନିର୍ଦ୍ଦେଶକ ପର୍ଯ୍ୟନ୍ତ ପଦୋନ୍ନତି ବ୍ୟବସ୍ଥା ରହିଛି। ଫାର୍ମାସିଷ୍ଟ ଅଧିକାରୀଙ୍କ ମୂଳ ପଦ 3400 ଥିବାବେଳେ 2003 ସେପ୍ଟେମ୍ବର କ୍ୟାଡର ପୁନର୍ବ୍ୟାସ ପରେ ପଦ ସଂଖ୍ୟା 5002କୁ ବୃଦ୍ଧି କରାଯାଇଥିଲା। ଯୋଉଟାକି ଆପଣଙ୍କ କ୍ୟାଡର ମୁଁ ଆପଣଙ୍କୁ ଅପଡେଟ୍ ଦେଇଥିଲି। ସବୁ କ୍ୟାଡର ଅପଡେଟ୍ ଆପଣମାନଙ୍କୁ ଦିଆଯାଇଥିଲା। ଯେଉଁଥିରେ ରେଡ଼ିଓଗ୍ରାଫର, ଲାବୋରେଟୋରୀ ଟେକ୍ନିସିଆନ୍, ଫାର୍ମାସିଷ୍ଟ, ନର୍ସିଂ ଅଫିସର, ଏଏନଏମ୍, ତା ସହିତ ଆୟୁଷର ବି ଆପଣଙ୍କ କ୍ୟାଡର ଥିଲା। ଏସବୁ ବିଭିନ୍ନ ପ୍ରକାର ମେଡ଼ିକାଲ ପଦବୀର କ୍ୟାଡର ଆପଣଙ୍କ ଥିଲା। କିନ୍ତୁ ସେଥିରେ ଆପଣ 5002 ପୋଷ୍ଟ ଥିଲା, ମୂଳ ପଦବୀ ଥିଲା ଆପଣଙ୍କର ଆପଣଙ୍କର ଫ୍ରେସର ପିଲାମାନଙ୍କ ପାଇଁ କି ପାଖାପାଖି 2500 କେତେ ପୋଷ୍ଟ ରହୁଥିଲା। ଓକେ, 5000 ଅଧିକ ବର୍ଦ୍ଧିତ ମୂଳ ପଦ। ଏବେ 2200 ଫାର୍ମାସି ଅଧିକାରୀ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନି। ବିଭିନ୍ନ ହସ୍ପିଟାଲ ନିରାମୟ କେନ୍ଦ୍ର ବଢ଼ୁଥିବା ବେଳେ ନୂଆ କରି ହେଲ୍ଥ ୱେଲନେସ୍ କେନ୍ଦ୍ର ମଧ୍ୟ ଖୋଲୁଛି। ହେଲେ ଅଧିକାରୀ ଅଭାବ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏବେ ରାଜ୍ୟରେ 14ଟି ଭେଷଜ ମହାବିଦ୍ୟାଳୟ ସାଙ୍ଗକୁ 32 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 27 ଉପଖଣ୍ଡୀୟ ସ୍ତରୀୟ ଚିକିତ୍ସାଳୟ, 376 ଗୋଷ୍ଠୀ, 1274 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି। ସେହିପରି 116 ସହରାଞ୍ଚଳ ପ୍ରାଥମିକ ଏବଂ 7ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ପ୍ରାୟ ସବୁ ସ୍ଥାନରେ ନିରାମୟ କେନ୍ଦ୍ର ଖୋଲିଥିବା ବେଳେ ଆବଶ୍ୟକ ଅନୁସାରେ ଅଧିକାରୀ ନାହାନ୍ତି। ବର୍ତ୍ତମାନ ଫାର୍ମାସିଷ୍ଟ ଅଧିକାରୀ ପଦୋନ୍ନତି ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାପରେ ସୃଷ୍ଟି କରାଯାଇଛି। ପଦକୁ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ମାନେ ଆଗକୁ ତ ଆପଣଙ୍କର ଫାର୍ମାସିଷ୍ଟ ପୋଷ୍ଟ ଆସିବ, ସେଇଟା ମଧ୍ୟ ଆମେ ଆଗରୁ ଜାଣିଥିଲୁ। କିନ୍ତୁ ଫାର୍ମାସିଷ୍ଟ କ୍ୟାଡର ପୁନର୍ଗଠନ ନେଇ ଫାର୍ମାସିଷ୍ଟ ପଦ ଆପଣଙ୍କର ବଢ଼ିବ। ଗୋଟେ କଥା ହେଲା, ଏବେ ଆପଣ ପ୍ରିପାରେସନ୍ କରନ୍ତୁ 2026ରେ ଆପଣଙ୍କର ବହୁତ ଗୁଡ଼ିଏ ପୋଷ୍ଟ ମେଡ଼ିକାଲ ଦେଖିବାକୁ ପାଇବେ। ନର୍ସିଂ ଅଫିସର ହଉ, ଆପଣଙ୍କର ଏଏନଏମ୍, ତା ସହିତ ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍। କାଲି ଆପଣଙ୍କର ଅପଡେଟ୍ ଆସିଯାଇଛି। ଏଏନଏମ୍ର ବି ଆଗକୁ ଆସିଯିବ, ବ୍ୟସ୍ତ ହୁଅନ୍ତୁନି। ଏଏନଏମ୍ ଯେଉଁମାନେ କରିଛନ୍ତି ସେମାନଙ୍କୁ ଆସିଯିବ। ରେଡ଼ିଓଗ୍ରାଫର ବି ଆସିଯିବ। ଆଉ ଗୋଟେ ପୋଷ୍ଟ ମୁଁ ଅପଡେଟ୍ ପାଇଥିଲି, ସେଟା ଆପଣଙ୍କର ଆସିବ କି ନାହିଁ ମୁଁ ଜାଣିନି। ତଥାପି ଯେଉଁଟା ପାଇଥିଲି ଅପ୍ଥାଲମିକ ଅଫିସର ବି ଆସିବାକୁ ଯାଉଛି, ଯେଉଁଟାକି ଆପଣ ପଚାରୁଥିଲେ। ଆଉ ଯେଉଁମାନେ ପ୍ରିପାରେସନ୍ କରିବାକୁ ଚାହୁଁଛନ୍ତି ଫାର୍ମାସିଷ୍ଟ ପାଇଁ କି, ଲାବୋରେଟୋରୀ ଟେକ୍ନିସିଆନ୍, ଏଏନଏମ୍ ଆଉ ନର୍ସିଂ ଅଫିସର ପାଇଁ, ଏ ନମ୍ବର ମେସେଜ୍ କରିପାରିବେ 6372270928। ଓକେ, ତ ଆଗକୁ ଆପଣଙ୍କ ଫାର୍ମାସିଷ୍ଟ ପଦବୀ ବଢ଼ିବ, ଫାର୍ମାସିଷ୍ଟ ପଦବୀ ଆଗକୁ ମଧ୍ୟ ଆସିବ। ଓକେ, ତା ରହିଲା ଆଉ ରହିଲା ଆପଣଙ୍କ ଏମପିଏସଡବ୍ଲ୍ୟୁ ମେଲ୍। ଏମପିଏସଡବ୍ଲ୍ୟୁ ମେଲ୍ ପାଖାପାଖି ଆପଣଙ୍କ ବହୁତ ଜିଲ୍ଲାରେ କ'ଣ ହେଇଛି ନା ଆପଣଙ୍କର ହେଇସାରିଛି। ମାନେ ଗ୍ରେଡେସନ୍ ଲିଷ୍ଟ ଆସିସାରିଛି, ଫାଇନାଲ୍ ଗ୍ରେଡେସନ୍ ଲିଷ୍ଟ ବହୁ ଜିଲ୍ଲାରେ। ତ ଆଗକୁ ଦେଖନ୍ତୁ ଏମପିଏସଡବ୍ଲ୍ୟୁ ମେଲ୍ର ବି ବହୁତ ଗୁଡ଼ିଏ ପୋଷ୍ଟ ଆପଣଙ୍କ ଦେଖିବାକୁ ମିଳିବ। ଫାର୍ମାସିଷ୍ଟ ଅଧିକାରୀ, ଫାର୍ମାସି ଅଫିସର ଆଉ ଏମପିଏସଡବ୍ଲ୍ୟୁ ମେଲ୍ ଆପଣଙ୍କର ଅଲଗା ଅଲଗା ରହୁଛି, କିନ୍ତୁ ଏ ପୋଷ୍ଟ ବି ଆପଣଙ୍କ ଆଗକୁ ଦେଖିବାକୁ ପାଇବେ। ଓକେ, ଆ ପାଇଁ ବି ଆପଣଙ୍କର ପ୍ରିପାରେସନ୍ ଚାଲିଛି। ତ ଏଇଟା ଇମ୍ପୋର୍ଟାଣ୍ଟ ଅପଡେଟ୍ ରହୁଛି ଆପଣମାନଙ୍କ ପାଇଁ କି, ଫାର୍ମାସିଷ୍ଟ ପିଲାମାନଙ୍କ ପାଇଁ କି। ଆଗକୁ ଆପଣଙ୍କ ପୋଷ୍ଟକୁ ନେଇକି ଯେଉଁମାନେ କହୁଥିଲେ। ଆଉ ରହିଲା ଆପଣଙ୍କର ଏଲ୍ଟି ପୋଷ୍ଟ କଥା। ଏଲ୍ଟି ପୋଷ୍ଟ ବି ଆପଣଙ୍କ ଆଗକୁ ବଢ଼ିପାରେ। ୱେଟ୍ କରନ୍ତୁ, ଯଦି ତାର ଅପଡେଟ୍ ଆସିଛି ଆପଣମାନଙ୍କୁ ଦିଆଯିବ। ଆଉ ଏଏନଏମ୍ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ଆସିନି। ଗୋଟିଏ ଅପଡେଟ୍ ଆସିଥିଲା ପୂର୍ବ ଇଏରୁ, ଯେଉଁଠିକି ଆପଣଙ୍କର ଫିଲ୍ଅପ୍ କରାଯିବା ପାଇଁ। ଏଏନଏମ୍ର ବି ଭ୍ୟାକେନ୍ସି ବହୁତ ରହୁଛି। ଓକେ, ସେଇଟା ବି ଆଗକୁ ଆପଣଙ୍କ ଆସିବାର ରହୁଛି। ଦେଖନ୍ତୁ, ୱେଟ୍ କରନ୍ତୁ। ଏଏନଏମ୍ ପିଲାମାନଙ୍କ ପାଇଁ ବି ବହୁତ ବ୍ୟସ୍ତ ହେଲାଣି, ତାଙ୍କର ବି ପୋଷ୍ଟ ଆସିଯିବ। ତ ଏଇଟା ଇମ୍ପୋର୍ଟାଣ୍ଟ ଅପଡେଟ୍ ରହୁଛି ଆପଣମାନଙ୍କ ପାଇଁ, ଫାର୍ମାସିଷ୍ଟ ପିଲାମାନଙ୍କ ପାଇଁ କି ବହୁତ ବଡ଼ ଖୁସି ଖବର। ଆଗକୁ ଆପଣ କ୍ୟାଡର ପୁନର୍ଗଠନ ହେଇକି ପଦବୀ ସଂଖ୍ୟା ବଢ଼ିବ, ଯେଉଁଥିପାଇଁ ଆପଣ ଯେଉଁ ଫ୍ରେସର ପିଲାମାନେ ଅଛନ୍ତି ସେମାନଙ୍କ ପାଇଁ କି ଅଧିକା ପୋଷ୍ଟ ଆସିବାକୁ ଯାଉଛି।
तो यहाँ इंपोर्टां अपडेट थिला फार्मासिस्ट पिलाମାନଙ୍କ ପାଇଁ वीडियो भल लागितले लाइक और शेयर करंतु हम चैनल रे प्रथम थर पाइतले चैनल को सब्सक्राइब करंतु और एभली कंटेंट पे बेल आइकन को क्लिक करंतु जदा समस्त वीडियो नोटिफिकेशन आपन पारे पहुंच परिबो। धन्यवाद।